ହେଲେ ଯାତ୍ରା ଚାଲିବ କିନ୍ତୁ ବିଚାରା ନିଶା ମରଣା କ'ଣ କରିବ? ସିଏ ତ ଖାଇବାକୁ ପାଇବନି ନା। ତାର ନା ପାଠ ଅଛି ନା ଷାଠ ଅଛି ନା ସେ ଚାକିରି କରୁଛି ନା କେଉଁଠି କାମ କରୁଛି। ସିଏ ତ ଦେଖଉଛି ତାର ଟ୍ୟାଲେଣ୍ଟ ଦେଖଉଛି ଯେଉଁଭଳି ଦେଖୁନାହାନ୍ତି ନିଶା ମରଣା ନାଚୁଛି ଆଉ ଯେଉଁ ଯାହା କଥାକୁ ସେ ନାଚୁଛି। କେହି ନାଚୁନାହାନ୍ତି, ତାଙ୍କ ନାଚର ନ ଅକ୍ଷର ବି ଜଣା ନାହିଁ। ସବୁ ଯାଉଛନ୍ତି ଟ୍ୟାଲେଣ୍ଟ ନା କହିକି ଯାହା ଦେଖାଇବା କଥା ଦେଖାଉଛନ୍ତି ଆସୁଛନ୍ତି। ବଲାଙ୍ଗୀର ପୋଲିସ ଯେମିତି ନିଶା ମରଣା ଖୋଜିଛି, ନିଶା ମରଣା ସିଧା ଯାଇ ଦୌଡ଼ିଛି କେଉଁଠିକି ନା ହାଇକୋର୍ଟକୁ। ଆରେ ହାଇକୋର୍ଟକୁ କ'ଣ ପାଇଁ ନା ଆଡ଼ଭାନ୍ସ ବେଲ୍ ପାଇଁ। ଆରେ ଯଦି ତୁ କିଛି କରିନୁ ତାହେଲେ ତୁ ବେଲ୍ ପାଇଁ କାହିଁ ନାଇଁ ଏନେ गोटे यात्रा चर्चा पलटि निशा महाराणाଙ୍କର ଅଶ୍ଳୀଳ ନୃତ୍ୟ जोटाकि से ओडिशा तो करुले एवं छत्तीसगढ़ जाकि सेठी करें आठी बदर सामना है आमतीक कथा आसूँ छत्तीसगढ़ पुलिस आसिक भी ओडिशा खोजुची बोलिका यात्रा अश्लील नृत्य रहीटा भाई कौन निहाती दरकार ना कौन यात्रा चलनी आउ निशा महाराणाଙ୍କର एभली नृत्य प्रदर्शन अंग प्रदर्शन जोटा से करुँच नृत्य ना पेट पोषा ना केते दूर ठीक है नहीं ଯାତ୍ରାରେ ଯଦି ଅଶ୍ଳୀଳ ନୃତ୍ୟ ନ ରହିବ ତାହେଲେ ଯାତ୍ରା ଚାଲିବ କିନ୍ତୁ ବିଚାରା ନିଶା ମରଣା କ'ଣ କରିବ? ସିଏ ତ ଖାଇବାକୁ ପାଇବନି ନା। ତାର ନା ପାଠ ଅଛି ନା ଷାଠ ଅଛି ନା ସେ ଚାକିରି କରୁଛି ନା କେଉଁଠି କାମ କରୁଛି। ସିଏ ତ ଦେଖଉଛି ତାର ଟ୍ୟାଲେଣ୍ଟ ଦେଖଉଛି ଯେଉଁଭଳି ଦେଖୁଛି ଯେ କ'ଣ କୁକୁର ଯାଉଛି ରାସ୍ତା ଉପରେ ହଗି ଦେଉଛି, ସିଏ ଯାଉଛି ଷ୍ଟେଜ୍ ଉପରେ ହଗି ଦେଉଛି। ତ ସେଇଠି ହଗି ହଗି ସେ ପଇସା କମାଉଛି। ଯଦି ସିଏ ସେତିକି ନ କରିବ ସିଏ ତ ଖାଇବାକୁ ପଇସା ପାଇବନି, ସିଏ ତ ମରିଯିବ ବିଚାରଟା। ତେଣୁ ସିଏ ତା ହିସାବରେ ଯାହା କରୁଛି ତା ହିସାବରେ କରୁଛି। କିନ୍ତୁ ଯାତ୍ରାରେ ଅଶ୍ଳୀଳତା ରହିବାଟା ଏଇଟା କିଛି ଦରକାର ନାହିଁ। ଏଇଟା ନ ରହିଲେ ବି ଆରାମସେ ଯାତ୍ରା ଚାଲୁଥିଲା, ଚାଲୁଛି, ମାନେ ଚାଲିବ ଆଉ 100% ଚାଲିବ। এই যে কিছু জন অছন্তি সে দুই তিন জন যে অশ্লীল নৃত্য প্রদর্শন করি যাত্রা জগতকে গোটে বদনাম করে দৌঁছন্তি এମାନେ ଗୋଟେ କ'ଣ କହିବାକୁ ଚାହିଁବେ? ଏମାନେ ନୃତ୍ୟ ନାଁରେ ନିଜର ଅଙ୍ଗ ପ୍ରଦର୍ଶନ କରୁଛନ୍ତି। ଯେଉଁ କହୁନାହାନ୍ତି ନିଶା ମରଣା ନାଚୁଛି ଆଉ ଯେଉଁ ଯାହା କଥାକୁ ସେ ନାଚୁଛି। କେହି ନାଚୁନାହାନ୍ତି, ତାଙ୍କ ନାଚର ନ ଅକ୍ଷର ବି ଜଣା ନାହିଁ। ସବୁ ଯାଉଛନ୍ତି ଟ୍ୟାଲେଣ୍ଟ ନା କହିକି ଯାହା ଦେଖାଇବା କଥା ଦେଖାଉଛନ୍ତି ଆସୁଛନ୍ତି। ତ ଏଥିରେ ମେନ୍ ଇସ୍ୟୁ ରହୁଛି କ'ଣ ନା ଲୋକମାନଙ୍କର। ଲୋକମାନେ ଯଦି ଟିକେଟ୍ ନ କରନ୍ତେ ତାହେଲେ ସେ କମିଟି ବାଲା ଡାକନ୍ତେ ନାହିଁ ହେଲା। ଆଉ ସେକେଣ୍ଡ ଇସ୍ୟୁ ହେଉଛି କାରଣ ନା କମିଟି ବାଲାଙ୍କର। ତମେ ଡାକୁଛ ବୋଲି ତ ସେ ଯାଇକି ସେଠି ତାର ଟ୍ୟାଲେଣ୍ଟ ଦେଖାଉଛି ନା, ଟ୍ୟାଲେଣ୍ଟ ବଡ଼ ବଡ଼ ଟ୍ୟାଲେଣ୍ଟ ଦେଖାଉଛି। ତମେ ତାକୁ ଡାକୁଛ କାହିଁକି? ତମ ପାଖରେ ତ ଏତେ ଟ୍ୟାଲେଣ୍ଟ ଅଛି। ପିୟୁଷ ତ୍ରିପାଠୀ ହଉ, ରାଣୀ ପଣ୍ଡା ହଉ, କି କେତେ କ'ଣ ଅଛନ୍ତି ଆମର କଳାକାର ହଉ, କ'ଣ ଆମର ହଁ ମାନେ ଯେ ଜଣ ବି ଅଛନ୍ତି। ତ ତମେ ତାଙ୍କୁ ଚାନ୍ସ ଦିଅ କି ତାଙ୍କୁ ରୋଲ୍ ଦିଅ କି ତାକୁ ଗୋଟେ ସୁଯୋଗ ଦିଅ। ତମେ ଏମାନଙ୍କୁ କାହିଁକି ନେଇ ନଚଉଛ? ନିଜର ନାଁ ଖରାପ କରୁଛ, ପୁରା ଯାତ୍ରା ଜଗତର ନାଁଟା ବି ଖରାପ କରୁଛ। ସେମାନେ କହୁଛନ୍ତି କି ଆମେ ପେଟ ପୋଷିବା ପାଇଁ ଆମର କାମ କରୁଛୁ, କିନ୍ତୁ ପେଟ ପୋଷିବାର ମାନେ କ'ଣ ଅଙ୍ଗ ପ୍ରଦର୍ଶନ କରିବା? ଆରେ ଯଦି ପେଟ ପୋଷିବାର ଥାନ୍ତା ତମେ ମୂଲିଆ ଖଟୁନ, ଯାଇକି ମୂଲ ଲାଗୁନ। ତମର ପେଟ ପୋଷିବାର ନାହିଁ, ତମର ସଉକ କରିବାର ଅଛି। ଆଉ ସଉକ କରିବାର ବର୍ତ୍ତମାନ ପାଇଁ ଏଇଟା ହେଉଛି ସବୁଠୁ ସର୍ଟକଟ୍ ବାଟ। ଗୋଟେ ପଠାଣ ଟଙ୍କା ସାଙ୍ଗରେ ଯାଇକି ଯିଏ ରହୁଛି ଆଉ ଡ୍ରାଇଭର ସାଙ୍ଗରେ ଯିଏ ରହୁଛି, ସିଏ କହୁଛି କ'ଣ ନା ମୁଁ ମୋ ପରିବାର ପୋଷିବି। ଆବେ ତୋ ପରିବାର ତ ତତେ ପଚାରୁନାହାନ୍ତି। ତୋ ପରିବାର ଆସିଲା କୋଉଠୁ? ତାକୁ ଟିକେ ସେଇଟା କହ। ତୋ ପରିବାର ତୋ ପାଖରେ ରହୁଛନ୍ତି? ରହୁନାହାନ୍ତି ନା। ତୁ ତୋ ପରିବାର ପାଖରେ ରହୁଛୁ? ରହୁନୁ। ତୁ ତ ଯାଇକି କୋଉଠି ମରିବା କଥା ମରଉଛୁ। ପୁଣି ତୋ ପରିବାର ଆସିଲା କୋଉଠୁ? ତୁ ପରିବାର କଥା ଏତେ ଚିନ୍ତା କାହିଁ କରୁଛୁ ତୁ? ଏମାନଙ୍କୁ ଭାଇ କ'ଣ କହିବାକୁ ଚାହିଁବେ? ଏଇ ଯୋଉ କିଛି ଜଣ ଅଛନ୍ତି, ଯୋଉ ଦୁଇ ତିନି ଜଣ ଅଛନ୍ତି ନିଜର ଅଙ୍ଗ ପ୍ରଦର୍ଶନ କରିକି ଲୋକମାନଙ୍କୁ ଗୋଟେ ଖରାପ ସୋସାଇଟିକୁ ମେସେଜ ଦଉଛନ୍ତି, ସେମାନଙ୍କୁ କ'ଣ କହିବାକୁ ଚାହିଁବେ? ଏମାନଙ୍କ ନାଚିବାର ମାଧ୍ୟମ କେମିତି ରହିବା ଦରକାର? ଇଏ କହୁଛନ୍ତି ନା ସରକାର ଆମକୁ ଗୋଟେ ଗାଇଡ଼ଲାଇନ୍ ଦେଇଦିଅନ୍ତୁ, ସରକାର ଆମକୁ ଗୋଟେ ଷ୍ଟେଟମେଣ୍ଟ ଦେଇଦିଅନ୍ତୁ କି ଆରେ ତମକୁ କାହିଁକି ସରକାର ଦେବାକୁ ଯିବେ? ତମର ଯଦି ଏତେ କାମ କରିବାର ଅଛି, ତମ ଟ୍ୟାଲେଣ୍ଟ ଦେଖାଇବାର ଅଛି, ତମେ ଆକ୍ଚୁଆଲି ଅଭିନୟରେ ହଉ, ଗୀତରେ ହଉ କି କେଉଁଥିରେ ହଉ ତମ ଟ୍ୟାଲେଣ୍ଟ ଦେଖାଅ। ତମେ କ'ଣ କରୁଛ ନା ଷ୍ଟେଜ୍ ଉପରୁ ଚଢ଼ି ଯାଉଛ କୁକୁରୀ ଭଳିଆ ନଙ୍ଗଳାକି ସେଠି ବୁଲୁଛ। ଆଉ ନାଁ ହେଉଛି କ'ଣ ନା ଇଏ କହୁଛି କ'ଣ ନା ସିଏ ନଙ୍ଗଳା ହେଇଗଲା ମୋ ନାଁ ହେଲା। ଆରେ ଯଦି ନଙ୍ଗଳା ହେବାର ଅଛି ତାହେଲେ ଲୋକ ତତେ କାହିଁ ଦେଖିବେ? ଗୋଟେ କୁକୁରକୁ କାହିଁ ନ ଦେଖିବେ? ଗୋଟେ ଗାଈ ବଳଦ ଷଣ୍ଢ ତାକୁ କାହିଁ ନ ଦେଖିବେ? ତୋ ପାଖରେ ଏମିତି କ'ଣଟା ଅଛି ଯେଉଁଟାକି ଗୋଟେ ଆଉ କାହା ପାଖରେ ନାହିଁ? ଏଟା ବେକାର ଜିନିଷ। ଲୋକଙ୍କୁ ବି ଟିକେ ସୁଧୁରିବାକୁ ପଡ଼ିବ। ଆରେ ତମେ ଏତେ ପଇସା ଖର୍ଚ୍ଚ କରିକି ଯାଉଛ କ'ଣ ଦେଖିବା ପାଇଁ? କାହିଁକି ଯାଉଛ? ଯଦି ଲୋକମାନେ ସୁଧୁରି ଯାଆନ୍ତେ ତାହେଲେ ଆପେ ଆପେ କମିଟି ବାଲା ସୁଧୁରି ଯାଆନ୍ତେ, ଆପେ ଆପେ ସେ ନିଶା ମରଣା ହଉ କି ତା ଭଳିଆ ଯେତେ ଜଣ ହୁଅନ୍ତୁ ସମସ୍ତେ ସୁଧୁରି ଯାଆନ୍ତେ। ଏଇ ଯୋଉ ନାଚ, ଏଇ ଯୋଉ ନୃତ୍ୟ କରିବା ଯାତ୍ରାରେ ଏଗୁଡ଼ାକ ବନ୍ଦ ହେବା ଦରକାର କି ନାହିଁ? ଯୋଉଟାକି ଗୋଟେ ଛୋଟ ପିଲାଙ୍କୁ ହୁଅନ୍ତୁ, ସୋସାଇଟିକୁ ହୁଅନ୍ତୁ, ଅନ୍ୟ ମଣିଷମାନଙ୍କୁ ହୁଅନ୍ତୁ, ସମସ୍ତଙ୍କୁ ଗୋଟେ ଖରାପ ମେସେଜ ଦେଉଛି। ବନ୍ଦ ହେବା ଦରକାର କି ନାହିଁ ମାନେ କ'ଣ? ଏଇଟା ବନ୍ଦ ହେବା ଦରକାର, 100% ବନ୍ଦ ହେବା ଦରକାର। କାଲି ନିଶା ମରଣା କହୁଥିଲା, କହିଲା 2 ଦିନ ପୂର୍ବରୁ ଆନାଉନ୍ସ ହେଉଛି ଯେ ଏଠିକି ନିଶା ମରଣା ଆସିବ, ତମେ କାହିଁ ତମ ଫ୍ୟାମିଲି ଆଣିକି ଆଉଛ? ଆରେ ଫ୍ୟାମିଲି ଆଣିକି ଆସିବା ପାଇଁ ଯେଉଁ ଟିକେଟ୍ କିଣା ହେଇଛି ଏଇଟା 2 ଦିନ ତଳେ କିଣା ହେଇଛି? ଏଇଟା 15 ଦିନ ତଳେ କିଣା ହେଇଛି।
ସେତେବେଳେ କୁହାଯାଇଥିଲା ନିଶା ମରଣ ଆସିବ ବୋଲି। ଆଉ ତୋ ପାଖରେ ଯଦି କିଛି ଟ୍ୟାଲେଣ୍ଟ ନାହିଁ ତାହେଲେ ତୁ ଘରେ ବସୁନୁ, ଯାଇ କୋଉଠି ମୂଲିଆ ଲାଗୁନୁ, ମଜୁରୀ ଲାଗୁନୁ, ସେଠି ଖଟୁନୁ, ଖାଇବୁ। ଆଉ ଖାଲି ଆସି ଦେଖେଇଦେଲେ କ'ଣ ନା ମୋର ଟ୍ୟାଲେଣ୍ଟ ଅଛି ମୁଁ ଦେଖେଇଲି। ତୁ ନାଚୁନୁ, ଖାଲି ହଲଉଛୁ, ଆଉ ନାଚ ଫାଚ କିଛି ନାହିଁ। ସେ ବେକାର କଥାଟା କହନା। ଯଦି ତୋ ପାଖରେ ଟ୍ୟାଲେଣ୍ଟ ଅଛି ତାହେଲେ ଦେଖା, ଯଦି ନାହିଁ ତାହେଲେ ଚୁପଚାପ ଯାଇକି ଘରେ ବ। ଏତେ କଥା କହ ପରା। ଶେଷରେ ଭାଇ ସେ ଗୋଟେ କଥା ଭାଇ ନିଶା ମହାରଣା କ'ଣ କହିବାକୁ ଚାହିଁବେ? ସେ ତାଙ୍କର ଏଭଳିଆ ନୃତ୍ୟ ବନ୍ଦ କରିବା ଦରକାର ଯୋଉଟାକି ସୋସାଇଟିକୁ ଖରାପ ମେସେଜ ଯାଉଛି, ନା ତାଙ୍କ ପେଟ ପୋଷିବା ପାଇଁ ସେ ତାକୁ ଜାରି ରଖିବା ଦରକାର? ଆରେ ପେଟ ପୋଷିବା ପାଇଁ କ'ଣ ଏଇ କାମଟା ମିଳିଲା ତମକୁ? ତମେ ତ ପେଟ ପୋଷୁନ। ତମେ ଆଇଫୋନ କିଣ, ଲକ୍ଜରୀ ଗାଡ଼ି କିଣ, ଏଠି ରୁହ ସେଠି ରୁହ, ହୋଟେଲ ରୁହ, ଏତେ ଯାତ୍ରା କରୁଛ। ତମର କ'ଣ ଏଇ ପେଟ ପୋଷିବା ପାଇଁ ଏଇସବୁ ଜିନିଷ ଦରକାର? ହଁ, ଏତେ ଜିନିଷ ଦରକାର ନାହିଁ ନା। ତମର ଯଦି ପଇସା ମାନେ ପେଟ ପୋଷିକି ଖାଇବା ପାଇଁ ଦରକାର, ଦିନକୁ 100 ଟଙ୍କା ହେଲେ ବି କାମ ଚଳିବ। ତମେ ଦିନକୁ 100 ଟଙ୍କା ବାଲା କାମ କରୁନ ନା, ସେଥିରେ ପଇସା ଆସିବନି ନା। ମୁହଁରେ ପଇସା ଲାଗିଯାଇଛି। ତ ଏବେ ଯୋଉ ଛତିଶଗଡ଼ ପୋଲିସ ଯୋଉ ଆକ୍ସନ ନେଲା, ତାପରେ ଏ ଯୋଉ କ'ଣ ବଲାଙ୍ଗୀର ପୋଲିସ ଯେମିତି ନିଶା ମରଣ ଖୋଜିଛି, ନିଶା ମରଣ ସିଧା ଯାଇ ଦୌଡ଼ିଛି କୋଉଠିକି ନା ହାଇକୋର୍ଟକୁ। ଆରେ ହାଇକୋର୍ଟକୁ କ'ଣ ପାଇଁ ନା ଆଡଭାନ୍ସ ବେଲ୍ ପାଇଁ। ଆରେ ଯଦି ତୁ କିଛି କରିନୁ ତାହେଲେ ତୁ ବେଲ୍ ପାଇଁ କାହିଁ ଦୌଡୁଥିଲୁ? ହଁ, ଘୁଷୁରୀ ଭଳିଆ କୁକୁର ଭଳିଆ କାହିଁ ଦୌଡୁଥିଲୁ? ତୁ ଔକାତ ଭିତରେ ରହୁନୁ। ଆଉ ଯେତିକିରେ ମଣିଷ ସେତିକିରେ ରହ। ଆଉ ତୁ ଜମା ଚଢ଼ିବାକୁ ଚେଷ୍ଟା କରନା। ଯୋଉ ଗପୁନୁ ମୋ ଟ୍ୟାଲେଣ୍ଟ ଅଛି ମୁଁ ଦେଖଉଛି, ଯୋଉଦିନ ଲୋକ ତାଙ୍କର ଟ୍ୟାଲେଣ୍ଟ ଦେଖେଇଦେବେ ସେଦିନ ତୋର ଆଉ ନାମ ନିଶାନ ରହିବନି ରେ।